श्री ठाकुरंकर आगमन संपर्क भविष्यवाणी। जगद्गुरु ठाकुर श्री श्री अभिराम परमहंस देव रूपरी सत्यनारायणकर 31तम अवतार आगमन वार्ता प्राय 500 वर्ष पूर्व दिव्यद्रष्टा आगत भविष्यत ज्ञाता गोस्वामी अच्युतानंद दासंकर जायफुल मालिकार लिपिबद्ध होता। एही बेल काल जानी ओडिशा रे प्रभु जन्मिवे पुणिलो जाई फूल केही तांको माया को न चिन्हिलो जाई फूल पितांको नाम अर्जुन मातांको नाम जे सुब्रता जानलो जाई फूल तांको कोले होइथिबे जन्म। पुण्यश्च महात्मा अच्युतानंद गोस्वामी तांको सहित शिवकल्प तृतीय निघंटरे स्पष्ट कर तांको गुरुंकर जन्म कहिवा चिलिकार उत्तर रे अभिन्न सुंदर नाम बहिथिबो हेतु करिबु कुमरे करमला नाम विख्यात होइब श्रीक्षेत्र होइब थरे अनेक शास्त्र पुराण लेखिब सिद्धांत वचन तार परमहंस जे नाम भणाइबे सर्वे डाकिबे ठाकुर। पद्मकल्प टीका ग्रंथरे महापुरुष प्रांजल भाव श्री ठाकुरंकर आगमन वार्ता तांकरी प्रिय भक्त रामचंद्र आगे प्रकाश करी कहते कली जुगे जणे जणे बड़पण नेबे आपे आपणे रामचंद्र रे निमाल करण जणे आंभे जेबे जनमिबु उत्तर दिगरे ध्वजा काटिबु रामचंद्र रे तेबे भूमि रे पड़िबु रामचंद्र रे। सुंदर कथा। ठाकुर आसि बोली महापुरुष माने दीर्घ वर्ष लिखिछन्ति। उठाओ लोटौ जानी आसुथिब तिथि सप्तमी पुणी रामचंद्र रे चंद्रभागा तीर्थ पुणी सूर्य दर्शन काल को जन्म हेबु उत्तर पूर्व को रामचंद्र रे सरजू नदी धार को ख्याल रखितु भक्त क्षीण कणे अच्छी तांडव नृत्य रामचंद्र रे खेलिबु से ग्रामे सत्य कर नेई मध्यम रे मिशालाकार दे ब्रह्म रे रामचंद्र रे देवनागरी एठारे पदगे होइथिबो मोरे ब्रह्म को पद लभिबु रामचंद्र रे परमहंस जन्मिबु परगे होई नथिबु मोरे ब्रह्म को पद लभिबु रामचंद्र रे परमहंस जन्मिबु जाति मो कृष्णावर्ण को कृष्णावर्णे बोली पद लभिबु रामचंद्र रे चिन्हा न देबु काहाकू अपरे नाम हेबो अरे भी को मिसाई देव रामचंद्र रे रातले मो देव एकथा काहाकू न कहिले महत लोक को कही रामचंद्र रे थाउ मो तु पद छुई। पद्मकल्प टीकार यही भविष्यत मालिका ठाकुर शिष्य अभिराम परमहंस देवंकर जन्म जातक को सठिक प्रमाण करि पारिछि। सेहीपरि अच्युतानंद महापुरुष प्रणीत दशम पटल
ପାଞ୍ଚବିଂଶ ଅଧ୍ୟାୟରେ ଶ୍ରୀ ଠାକୁରଙ୍କର ଜୀବନୀ ସମ୍ବଳିତ ତଥ୍ୟ ମଧ୍ୟ ପ୍ରଣିଧାନ ଯୋଗ୍ୟ। ହଟକିଶୋରଙ୍କ ପଶ୍ଚିମ ଭାବେ ଜଣୈକ ଅଛଇ ଗୁପତ ଭାବେ ମହାନ୍ତି କୂଳରେ ଜନ୍ମ ଲଭିଛି, ମନକୁ ନେଇ ଚୈତନ୍ୟ ରଖିଛି। ପଥ ଚାଲୁଥିଲେ ଅଙ୍ଗ ହଲେ ଅତି, ପଥ ଚାଲୁଥିଲେ ଅଙ୍ଗ ହଲେ ଅତି, ରୁଚି ମତ ଥାଏ ନିରୋଳେ। ସତ ସିଂହ ବୋଲି ତାହାର ନାମ, ତାହାକୁ ଦେଖିଲେ ଡରଇ ଯମ। ସୁନ୍ଦର କଥା। ବ୍ରହ୍ମ ଏକାକ୍ଷର କରେ ଭଜନ, ତା ସାଧନ ଦେଖି ହୋଇବେ ଛନ୍ନ। ତାର କୁଟୁମ୍ବ ନ ପାରନ୍ତି ସହି, ବାଇ ବାଇ ବୋଲି ଦେବେ ଉଡ଼ାଇ। ରାତ୍ର ଅର୍ଦ୍ଧେ ତାକୁ ହୁକୁମ ହେବ, ରୋଗ ଶୋକ ମୋହ ବିନାଶ ହେବ। ଏମନ୍ତ ଆଜ୍ଞା ଯେ ଅଛନ୍ତି ଦେଇ, ଗୁପତ ଭାବେ ସେ ନିତ୍ୟ ଖେଳଇ। ମହାନ୍ତି ଅର୍ଥାତ୍ କରଣ ଘରେ ଶ୍ରୀ ଠାକୁର ଜନ୍ମ ହୋଇଥିଲେ। ସତ ସିଂହର ବଳ ଧାରଣ କରି କିଶୋର ଅବସ୍ଥାରେ ଅମିତ ବଳଶାଳୀ ବୃଷଭକୁ ପରାସ୍ତ କରିଥିଲେ। ବିରାଟ କାୟ ଅର୍ଜୁନ ବୃକ୍ଷକୁ ବିରାଟ କାୟ ଅର୍ଜୁନ ବୃକ୍ଷକୁ ଉତ୍ପାଟନ କରିଥିଲେ। ସନ୍ନ୍ୟାସୀ ନ ହେବା ପାଇଁ ତାଙ୍କର କୁଟୁମ୍ବ ବାରଣ କରିଥିଲେ ଏବଂ ଗର୍ଭଧାରିଣୀ ରାଧାମା ତାଙ୍କର ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଠାକୁରଙ୍କର ସାମାଜିକ ନାମକରଣ ଅଭିରାମ ହୋଇଥିଲା ଏବଂ ତାଙ୍କର ସାହିତ୍ୟ ନାମକରଣ ଅଭିରାମ ହୋଇଥିଲା, ଅଭିରାମ ବାଇ ହୋଇଥିଲା। ବାଲ୍ମୀକି ପଦ୍ମକଳ୍ପ ପୁରାଣରେ ମହାପୁରୁଷ ଅଚ୍ୟୁତାନନ୍ଦ ଯୁଗାବତାର ଅଭିରାମ ପରମହଂସଦେବଙ୍କ ଆଗମନ ସମ୍ପର୍କରେ ପ୍ରକାଶ କରି ଲେଖିଛନ୍ତି। ରତ୍ନଚିରା ନଦୀ ତୀରେ ଜାତ ହେବେ ନାରାୟଣ, ପ୍ରଚାର କରିବେ ସେହି ଏକାକ୍ଷର ବ୍ରହ୍ମ ନାମ। କରଣ କୂଳରେ ପ୍ରଭୁ ହୋଇବେ ଜନମ, ସେ ହୋଇବେ ଜନମ। ବହୁତ ବୈଷ୍ଣବ ସଙ୍ଗରେ ଥିବେ ପୁଣ, କଳିଜନ ମାନେ ପରିହାସ କରୁଥିବେ। ଗୁପତେ ଗୁପତେ ଲକ୍ଷ୍ମୀ ଧବ ଖେଳୁଥିବେ, ଶ୍ୟାମଳ ମୂରତି ସେ ମଧୁର ମଧୁର ହାସ। ଚାହିଁଲେ ଯୁବତୀ ମାନେ ହୋଇଯିବେ ବଶ, ପଶ୍ଚିମରେ ସରସ୍ୱତୀ ନଦୀ ଥିବ ରହି। ବହୁତ ବହୁତ ଭକ୍ତ ରୁଣ୍ଡ ହେବେ ତହିଁ, ରୁଣ୍ଡ ହେବେ ତହିଁ। ହରିବୋଲ। ମୋ ଠାକୁର କେତେ ଲୀଳା କରିବେ। ସେହିପରି 70 ପଟଳରେ ଯୁଗାବତାର ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଆବିର୍ଭାବ ପ୍ରସଙ୍ଗରେ ଅଚ୍ୟୁତାନନ୍ଦ କହିଛନ୍ତି, ପୁରୁଣା ନୂଆଟି ହୋଇବ କାଳେ, ପୁରୁଣା ନୂଆଟି ହୋଇବ କାଳେ। ନୂଆ ଖେଳ କରିବି ସମ୍ବଳେ, ତିନି ଭାଇରେ ସଦା ସାନ ଭାଇ। ଠିକରେ କହୁଛି ବୁଝିବୁ ତୁହି। ଏହାଛଡ଼ା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ମାଳିକା ମାନଙ୍କର ଜଗଦ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ଅବତାରୀ ପୁରୁଷ ଭାବରେ ସ୍ୱୀକୃତି ହେବା ସଙ୍ଗେ ସଙ୍ଗେ ସ୍ୱୟଂ ବ୍ରହ୍ମ ଲୋକରୁ ଧରାଧାମକୁ ଅବତରଣ କରି ଜୀବ ପରମ ତତ୍ତ୍ୱ ମାଧ୍ୟମରେ ବ୍ରହ୍ମ ଏକାକ୍ଷର ମନ୍ତ୍ର ବିତରଣ କରିଥିଲି ବୋଲି ଅକାଟ୍ୟ ପ୍ରମାଣ ସ୍ଥାନ ପାଇଛି। ପଞ୍ଚସଖା ଯୁଗର ଅନ୍ୟତମ ସାରଥୀ ଅତିବଡ଼ି ଜଗନ୍ନାଥ ଦାସ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ଶ୍ରୀ ଠାକୁର ଅଭିରାମ ପରମହଂସ ଦେବଙ୍କର ଗୁପ୍ତବତାର ସମ୍ପର୍କରେ ସଂକେତ ଦେଇଛନ୍ତି। ସତ୍ୟଯୁଗରେ ପ୍ରଜାଗଣ ଭବିଷ୍ୟମତେ ପରିମାଣ କରି କଳ୍ପନ୍ତି ସୁଖ ଭୋଗ, ଆମ୍ଭେ ଜନ୍ମିବୁ କଳି ଯୁଗ।
ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ କରିବେ ନାମ ସଂକୀର୍ତ୍ତନ। ତାହାଙ୍କ ମଧ୍ୟରେ